ପୁରୀ ଶ୍ରୀମନ୍ଦିର ଏକ କ୍ଷୁଦ୍ର ବ୍ରହ୍ମାଣ୍ଡ। ପୁରୁଷୋତ୍ତମ ଶଙ୍ଖ କ୍ଷେତ୍ର। କ୍ଷେତ୍ରର ଆକୃତି ଶଙ୍ଖ ସଦୃଶ। ପୁରୀର ଉତ୍ତରରେ ପଶ୍ଚିମ ପୂର୍ବ ଦିଗରେ ଏକ ନଦୀ ପ୍ରବାହିତ। ନଦୀର ନାମ ମିଟିଆଣି। ବିଖ୍ୟାତ 18 ନଳା ଏହି ନଦୀ ଉପରେ ନିର୍ମିତ। ଦକ୍ଷିଣ ପୂର୍ବ ଦିଗରେ ବଙ୍ଗୋପସାଗର। ଦେଉଳ ଭିତରକୁ ସମୁଦ୍ର ସ୍ୱର ଶୁଣାଯାଏ ନାହିଁ। ଲକ୍ଷ୍ମୀଙ୍କର ପିତା ସମୁଦ୍ର। ଅଦ୍ୟାବଧି ଲକ୍ଷ୍ମୀ ବର୍ଷରେ ଥରେ ବାପଘରକୁ ଯାଆନ୍ତି। ବିମାନରେ ଲକ୍ଷ୍ମୀ ମୂର୍ତ୍ତି ସମୁଦ୍ର କୂଳ ଚକ୍ରତୀର୍ଥକୁ ଆନିତ ହୁଅନ୍ତି। ପୁଣି ମାସକ ପରେ ପିତା ଗୃହରୁ ପ୍ରତ୍ୟାଗମନ ପ୍ରଥା ଅନୁଷ୍ଠିତ ହୁଏ। ଅନେକ ଭାର ଆସି ଲକ୍ଷ୍ମୀଙ୍କ ମୋହନରେ ଜମା ହୁଏ। ଏହି ମାସକ ପହିଲି ଭୋଗ ହୁଏ। ପୁରୀର ଉତ୍ତର ପୂର୍ବ କୋଣରେ ଇନ୍ଦ୍ରଦ୍ୟୁମ୍ନ ତୀର୍ଥ। ଏଠାରେ ନୀଳକଣ୍ଠ ମହାଦେବ ଅଛନ୍ତି। ଏ ମହାଦେବ ଶଙ୍ଖକ୍ଷେତ୍ରର ଅଗ୍ରଭାଗରେ ଅବସ୍ଥିତ। ବଡ଼ ଦେଉଳ ଶଙ୍ଖର ନାଭିଦେଶରେ ଅବସ୍ଥିତ। ବାଲିମୁହାଣ ନିକଟରେ ଚକ୍ରତୀର୍ଥ ମନ୍ଦିରଠାରୁ ପ୍ରାୟ 1 କ୍ରୋଶ ଦୂରରେ ଅବସ୍ଥିତ। ଏଠାରେ ବିଷ୍ଣୁଙ୍କର ଚକ୍ର ପଡ଼ିଥିବାର ପ୍ରବାଦ ଅଛି। ଏଠାରେ ଚକ୍ରନାରାୟଣ ମୂର୍ତ୍ତି ଅଛନ୍ତି। ଯାତ୍ରୀମାନେ ଏଠାରେ ପିଣ୍ଡ ସଂକଳ୍ପ କରନ୍ତି। ପୁରୀରେ 5 ଗୋଟି ପ୍ରଧାନ ତୀର୍ଥ ଅଛି: ମାର୍କଣ୍ଡ, ଶ୍ୱେତଗଙ୍ଗା, ରୋହିଣୀକୁଣ୍ଡ, ସମୁଦ୍ର ଓ ଇନ୍ଦ୍ରଦ୍ୟୁମ୍ନ। ଏହି ତୀର୍ଥମାନଙ୍କରେ ସ୍ନାନ କଲେ ପୁନର୍ଜନ୍ମ ହୁଏ ନାହିଁ ବୋଲି ଶାସ୍ତ୍ର କହୁଛି। ସ୍ୱର୍ଗଦ୍ୱାର ସ୍ୱର୍ଗକୁ ସମାନ ସେହି ସ୍ଥାନ। ସୁତରାଂ ଦ୍ୱାର ତହୁଁ ନାମ। କାନପରା ହନୁମାନ ଏ କାନପାରି ସମୁଦ୍ର ଗର୍ଜନ ଶୁଣୁଛନ୍ତି। ସମୁଦ୍ର ଯେପରି ନ ଉଛୁଳେ ତହିଁ ପ୍ରତି ଦୃଷ୍ଟି ଦେଇଛନ୍ତି। ଅଗସ୍ତ୍ୟ ମୁନି ସମୁଦ୍ର ଅଗ୍ରସର ହେଲେ ଏହି ସମୁଦ୍ରକୁ ଚଳୁ କରିଦେବେ। ଶ୍ୱେତଗଙ୍ଗା। ଏଠାରେ ଶ୍ୱେତମାଧବ, ମତ୍ସ୍ୟମାଧବ ଓ ନବଗ୍ରହ ମୂର୍ତ୍ତି ଅଛନ୍ତି। ତ୍ରେତୟା ଯୁଗରେ ଶ୍ୱେତ ନାମକ ରାଜା ଥିଲେ। ସେ ଜଗନ୍ନାଥଙ୍କର ପରମ ଭକ୍ତ ଥିଲେ। ସେ ବହୁ ତପସ୍ୟା କରିଥିଲେ। ତେଣୁ ତାଙ୍କ ନାମ ଅନୁସାରେ ଏହି ପୁଷ୍କରିଣୀର ନାମ ଶ୍ୱେତଗଙ୍ଗା। ମାର୍କଣ୍ଡ ମୁନିଙ୍କ ନାମ ଅନୁସାରେ ପୁଷ୍କରିଣୀର ନାମ ମାର୍କଣ୍ଡ ପୁଷ୍କରିଣୀ ରହିଛି। ମାର୍କଣ୍ଡ ମୁନି ଏଠାରେ ତପସ୍ୟା କରି ଶିବଙ୍କୁ ଆରାଧନା କରିଥିଲେ ଏବଂ ତାଙ୍କ କୃପାରୁ ମୃତ୍ୟୁକୁ ଜିଣିଥିଲେ। ଏହିଠାରେ ମାର୍କଣ୍ଡେଶ୍ୱର ମହାଦେବ, ମୃତ୍ୟୁଞ୍ଜୟ ଲିଙ୍ଗ, ପଞ୍ଚପାଣ୍ଡବ ଓ କାଳିୟଦମନ ପ୍ରଭୃତି ମୂର୍ତ୍ତି ଅଛନ୍ତି। ଶ୍ରୀଜଗନ୍ନାଥ ଦେଉଳ ଗୋଟିଏ ପ୍ରକାଣ୍ଡ କାରଖାନା। ଦେଉଳର ନାମ ମଧ୍ୟ ବଡ଼ ଦେଉଳ। ଦେଉଳର ଚତୁଃପାର୍ଶ୍ୱରେ ଗୋଟିଏ ପ୍ରକାଣ୍ଡ ପ୍ରାଚୀର ଅଛି। ଏହାକୁ ବାହାର ବେଢ଼ା କୁହାଯାଏ। ମେଘନାଦ ପ୍ରାଚୀର ଅନ୍ୟ ଏକ ନାମ। ପ୍ରାଚୀର ଚାରିଦିଗରେ 4 ଦ୍ୱାର: ପୂର୍ବଦ୍ୱାର ବା ସିଂହଦ୍ୱାର, ପଶ୍ଚିମ ଦ୍ୱାର, ଉତ୍ତର ଦ୍ୱାର ଓ ଦକ୍ଷିଣ ଦ୍ୱାର। ସିଂହଦ୍ୱାର ନିକଟରେ ପ୍ରକାଣ୍ଡ ଅରୁଣ ସ୍ତମ୍ଭ ଉପରେ ଗରୁଡ଼ ମୂର୍ତ୍ତି। ଏହି ସ୍ତମ୍ଭ କୋଣାର୍କରୁ ଆସିଥିବାର କଥିତ ହୁଏ। ପଥରରେ ନିର୍ମିତ ସିଂହଦ୍ୱାର ଦୁଇ ପାର୍ଶ୍ୱରେ 2ଟି ସିଂହ ମୂର୍ତ୍ତି। ସିଂହଦ୍ୱାର ଡେଇଁ ଭିତରେ ପ୍ରବେଶ କଲେ ପତିତପାବନ ମୂର୍ତ୍ତି ଦେଖାଯାଏ। ରାଜା ରାମଚନ୍ଦ୍ର ଦେବ ଏହି ମୂର୍ତ୍ତି ନିର୍ମାଣ କରିଥିଲେ। ଗୁମୁଟ ପାର ହୋଇଗଲେ 22 ପାବଚ୍ଛ। 22 ପାବଚ୍ଛର ବାମ ପାର୍ଶ୍ୱରେ କାଶୀ ବିଶ୍ୱନାଥ, ବ୍ରହ୍ମା, ରାମଲକ୍ଷ୍ମଣ ପ୍ରଭୃତି ମୂର୍ତ୍ତି। ବାହାର ବେଢ଼ା ମଧ୍ୟରେ ରୋଷଘର, ସରଘର, ଚୈତନ୍ୟ ମୂର୍ତ୍ତି, ପୁଷ୍ପୋଦ୍ୟାନ, ନିର୍ମାଲ୍ୟ ଖଳା, ତୁଳସୀ ବଗିଚା, ବୀର ହନୁମାନ ମୂର୍ତ୍ତି, କୋଇଲି ବୈକୁଣ୍ଠ, ଈଶାନେଶ୍ୱର, ଶୀତଳା, ସୁନା କୂଅ, ଆନନ୍ଦ ବଜାର, ସ୍ନାନବେଦୀ। ବାହାର ବେଢ଼ା ଗୁମୁଟ ପାର ହୋଇ ଗଲେ ଭିତର ବେଢ଼ାରେ ପ୍ରବେଶ ହେବ। ଯେଉଁମାନେ ବେଢ଼ା ପରିକ୍ରମା କରନ୍ତି ସେମାନେ ବାହାର ବେଢ଼ା ଗୁମୁଟ ପାର ହୋଇ ବାମ ଦିଗରେ ଯାଆନ୍ତି। ସତ୍ୟନାରାୟଣ, ବାଳମୁକୁନ୍ଦ, କଳ୍ପବଟ, ବଟଗଣେଶ, ବାଟମଙ୍ଗଳା, ଯମେଶ୍ୱର, ମାର୍କଣ୍ଡେଶ୍ୱର, ମୁକ୍ତିମଣ୍ଡପ, ନୃସିଂହ, ରୋହିଣୀକୁଣ୍ଡ, କାକଚତୁର୍ଭୁଜ, ବିମଳା, କାଞ୍ଚି ଗଣେଶ, ଶ୍ରୀକୃଷ୍ଣ, ଭଣ୍ଡ ଗଣେଶ, ଭୁବନେଶ୍ୱରୀ, ସରସ୍ୱତୀ, ଷଷ୍ଠୀ ଦେବୀ, ମଙ୍ଗଳା, କାଳୀ, ଲକ୍ଷ୍ମୀ, ପଦ୍ମପାଦ, ସୂର୍ଯ୍ୟନାରାୟଣ ପ୍ରଭୃତି ଅନେକ ମୂର୍ତ୍ତି ଦେଖାଯାଆନ୍ତି। ଭିତର ବେଢ଼ା ମଧ୍ୟରେ ମୁଖଶାଳା,
ଜଗମୋହନ ଓ ବଡ଼ ଦେଉଳ। ଦେଉଳ ମୂଳଠାରୁ ଦଧିନଉତି ପର୍ଯ୍ୟନ୍ତ ଅନେକ ମୂର୍ତ୍ତି ଖୋଦିତ ଅଛି। ଦେଉଳ ଭିତର ଜଗମୋହନ କାନ୍ଥରେ ଅନେକ ଖୋଦିତ ମୂର୍ତ୍ତି ଓ ଚିତ୍ର ରହିଛି। ରତ୍ନ ସିଂହାସନରେ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ ଚକ୍ର ବିରାଜମାନ। ଜଗନ୍ନାଥ ଦେଉଳ ଦେଖିଲେ ମନେହୁଏ ଏ ଗୋଟିଏ ବିଶ୍ୱବ୍ରହ୍ମାଣ୍ଡର କ୍ଷୁଦ୍ର ପ୍ରତିକୃତି। ଜଗନ୍ନାଥ ମନ୍ଦିରରେ ଯେଉଁ ସାମ୍ୟ ଧର୍ମ ପ୍ରଚଳିତ ଅଛି ଅନ୍ୟତ୍ର ନାହିଁ। ଏଠାରେ ଜାତିଭେଦ ନାହିଁ। ଭଗବାନଙ୍କ ପ୍ରସାଦରେ ରୁଚି ବିକାର ନାହିଁ। ଭଣ୍ଡାରୀ, ଗଉଡ଼, ଚଷା ପ୍ରସାଦ ଆଣିଲେ ବ୍ରାହ୍ମଣ ନିର୍ବିକାର ଚିତ୍ତରେ ଭୋଜନ କରେ। ଭଗବାନ ଏଠାରେ ସ୍ୱୟଂ ଅଛନ୍ତି ବୋଲି ଲୋକେ ଯାହା ବିଶ୍ୱାସ କରନ୍ତି ତାହା ଅନାଦି ଆବାହମାନ କାଳରୁ ଚଳି ଆସୁଛି। ଜଗନ୍ନାଥ ଦେଉଳ ଉପରେ କେତେ ବିଧର୍ମୀ ବିପଦ ବାତ୍ୟା ବହିଗଲାଣି। ତାର ମାହାତ୍ମ୍ୟ ଅକ୍ଷୁଣ୍ଣ ରହିଛି। ବଡ଼ ଦେଉଳର ମହାପ୍ରସାଦ ଆଜିକାଲିର ନୁହେଁ, ପୌରାଣିକ ଯୁଗରେ ମଧ୍ୟ ଏହାର ମାହାତ୍ମ୍ୟ ଥିଲା। ନୀଳାଚଳ ଅତି ପ୍ରାଚୀନ କାଳରୁ ଥିଲା। ନୀଳମାଧବ ମୂର୍ତ୍ତି ଏଇଠାରେ ପୂଜା ପାଉଥିଲେ। ଇନ୍ଦ୍ରଦ୍ୟୁମ୍ନ ମହାରାଜା ଦେଉଳ ତୋଳାଇ ଦାରୁବ୍ରହ୍ମ ମୂର୍ତ୍ତି କରାଇ ଦେଉଳରେ ବିଜେ କରାଇଥିଲେ। ଗୁଣ୍ଡିଚା ମନ୍ଦିରରେ ମୂର୍ତ୍ତି ନିର୍ମିତ ହୋଇଥିଲା। ଇନ୍ଦ୍ରଦ୍ୟୁମ୍ନଙ୍କ ପତ୍ନୀଙ୍କର ନାମ ଗୁଣ୍ଡିଚା ଥିଲା। ଗୁଣ୍ଡିଚା ମନ୍ଦିରରେ ମୂର୍ତ୍ତି ନିର୍ମିତ ହୋଇଥିଲା ବୋଲି ଏହାକୁ ଜନକପୁର କୁହନ୍ତି। ବର୍ଷକେ ଥରେ ଜଗନ୍ନାଥ ମୂର୍ତ୍ତି ପ୍ରଭୃତି ରଥରେ ବସି ସେହି ଜନକପୁରକୁ ଯାଇ ସେଠାରେ 7 ଦିନ ରହି ପୁଣି ଫେରି ଆସନ୍ତି। ଏହି ଯାତ୍ରା ରଥଯାତ୍ରା ବା ଗୁଣ୍ଡିଚା ଯାତ୍ରା। ରାଣୀ ଗୁଣ୍ଡିଚା ଏହି ଯାତ୍ରା କରାଇଥିବାରୁ ଏହି ଯାତ୍ରାର ନାମ ଗୁଣ୍ଡିଚା ଯାତ୍ରା। ମନ୍ଦିର ଇନ୍ଦ୍ରଦ୍ୟୁମ୍ନଙ୍କ ଅମଳରେ ନିର୍ମିତ ହୋଇଥିଲା। ସେ ଦେଉଳ ଅନେକ ଥର ଜୀର୍ଣ୍ଣ ସଂସ୍କାର ହୋଇଛି। ବର୍ତ୍ତମାନ ଦେଉଳ ରାଜା ଅନଙ୍ଗ ଭୀମ ଦେବଙ୍କ ଅମଳରେ ହୋଇଥିଲା। ଅନଙ୍ଗ ଭୀମ ଦେବ କହିଥିଲେ, ଓଡ଼ିଶାର ରାଜା ଜଗନ୍ନାଥ, ମୁଁ ନୁହେଁ। ରାଜା କପିଳେନ୍ଦ୍ର ମଧ୍ୟ ଏହି ବିଶ୍ୱାସରେ କାର୍ଯ୍ୟ କରୁଥିଲେ। ସେ ସ୍ତୁତି ଚିନ୍ତାମଣି ନାମକ ଗ୍ରନ୍ଥ ରଚନା କରିଥିଲେ। କାଞ୍ଚି ଯୁଦ୍ଧରେ ସ୍ୱୟଂ ଜଗନ୍ନାଥ ଅସ୍ତ୍ର ଧାରଣ କରି ଯୁଦ୍ଧକୁ ଯାଇଥିଲେ ଏବଂ ମାଣିକ ପାଟଣାଠାରେ ମାଣିକ ଗୋପାଳୁଣୀଠାରେ ମୁଦି ବନ୍ଧା ଦେଇ ଦହି ଖାଇଥିଲେ। ଜଗମୋହନରେ ଏହି ମୁଦି ଅଦ୍ୟାବଧି ବିଦ୍ୟମାନ ଅଛି। ଜଗନ୍ନାଥ ଦେବଙ୍କ ବେଶ। ଜଗନ୍ନାଥ ଦେବଙ୍କ ସିଂହାରୀ ପୁଷ୍ପପାଳକ ସେବକମାନେ ନାନା ବେଶରେ ଭୂଷିତ କରିଥାନ୍ତି। ପୌରାଣିକ ଘଟଣା ଅବଲମ୍ବନରେ ବେଶ ହୁଏ। ଜଗନ୍ନାଥ ଦେବଙ୍କ ବିଜୟ ପ୍ରତିମା ମଦନ ମୋହନ ଚନ୍ଦନ ଯାତ୍ରା ସମୟରେ ଅନେକ ପ୍ରକାର ବେଶ ହୁଅନ୍ତି। ଏହି ସମସ୍ତ ବେଶ ପୌରାଣିକ ଘଟଣା ଅବଲମ୍ବନରେ କରାଯାଏ। ରାଜବେଶ, ଗଜୋଦ୍ଧାରଣ, ପ୍ରଳମ୍ବାସୁର ବଧ, ବକାସୁର ବଧ, କାଳିୟ ଦଳନ, ନଟବର ବେଶ, ମଦନରଥ ପ୍ରଭୃତି ନାନା ପ୍ରକାର ବେଶ ହୁଏ। ଏଥିରେ ମଧ୍ୟ ଅନେକ କଳାକୁଶଳତା ଥାଏ। ଭଗବାନଙ୍କର ମନ୍ଦିର ନିର୍ମାଣ, ଯାନିଯାତ୍ରା, ଭୋଗ ରାଗ, ବେଶଭୂଷାରେ ଜୀବନବ୍ୟାପୀ ଅର୍ଜିତ ଧନ ବ୍ୟୟ କରିବା ପାଇଁ ଓଡ଼ିଆ ମୁକ୍ତହସ୍ତ। ଆପଣା ଘର ପର୍ଣ୍ଣକୁଟୀର ହେଉ, ଆପଣା ବେଶଭୂଷା ଖାଦ୍ୟପେୟରେ ରୋଟା ମୋଟା ନୀତି ଅବଲମ୍ବନ କରି ଓଡ଼ିଆ ଭଗବାନଙ୍କ ଆରାଧନାରେ ଅକୁଣ୍ଠିତ ଭାବରେ ବ୍ୟୟ କରେ। ଏଥିର ନିଦର୍ଶନ କୋଣାର୍କ ଦେଉଳ, ଭୁବନେଶ୍ୱର ଦେଉଳ, ପୁରୀର ବଡ଼ ଦେଉଳ। ଏହି 3 ଗୋଟି ବଡ଼ ଦେଉଳ ବ୍ୟତୀତ ଅନ୍ୟାନ୍ୟ ଅନେକ ସ୍ଥାନରେ ଅସଂଖ୍ୟ ଦେଉଳ, ଅମୃତ ମଣୋହି, ଦେବୋତ୍ତର ସମ୍ପତ୍ତିର ପରିମାଣ ଏଥର ନିଦର୍ଶନ। ନୀଳ ଶୈଳ ନିକଟେ ନିକେତନଂ ନନ୍ଦନନ୍ଦନ ପଦାବ୍ଜ ସେବନମ୍ ଭୁକ୍ତ ଶେଷ କବଳେ ହରେଃ ସ୍ପୃହା ସମ୍ଭବତୁ ମମ ଜନ୍ମ ଜନ୍ମନି। ଏହି ଭାବରେ ପ୍ରଣୋଦିତ ହୋଇ ଓଡ଼ିଆମାନେ ଜୀବନଯାପନ କରୁଥିଲେ। ପୁରୀ କ୍ଷେତ୍ର ସଦା ଶାନ୍ତିମୟ ସ୍ଥାନ। ଏଠାରେ ବାୟୁ ମଧ୍ୟ ଶାନ୍ତିପ୍ରଦ। ସ୍ଥାନଟି ସମୁଦ୍ର କୂଳରେ ଅବସ୍ଥିତ। କେହି କେହି ଏହି ସ୍ଥାନକୁ ଅତି ପ୍ରାଚୀନ କାଳରେ ଶବର ଦ୍ୱୀପ ବୋଲି କହୁଥିଲେ। ଭଗବାନ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧ ପରେ ଏହି ସ୍ଥାନରେ ଥିବା ଶିଆଳି ଲଟା ତଳେ ବିଶ୍ରାମ କରିଥିଲେ। ଏହି ସ୍ଥାନରେ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରାଣ ପ୍ରୟାଣ ହୋଇଥିଲା। ଶ୍ରୀକୃଷ୍ଣଙ୍କ ପ୍ରିୟ ସଖା ଅର୍ଜୁନଙ୍କ ଠାରୁ କଳା ହରଣ କରି ଏହି ସ୍ଥାନରେ ସ୍ୱର୍ଗାରୋହଣ କରିଥିଲେ। ଅର୍ଜୁନ ଏହି ସ୍ଥାନରେ ଶ୍ରୀକୃଷ୍ଣଙ୍କର ଶବଦାହ କରିଥିଲେ।
ନାଭି ପ୍ରଦେଶ ଅଦଗ୍ଧ ରହିବାରୁ ସେହି ଅଂଶ ସମୁଦ୍ରରେ ନିକ୍ଷିପ୍ତ ହୋଇଥିଲା। ସେହି ଅଂଶ ଚକ୍ରତୀର୍ଥରେ ଲାଗିବାରୁ ସ୍ୱପ୍ନାଦେଶ ଅନୁସାରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ସେହି ଦାରୁ ଅଣାଇ ଜଗନ୍ନାଥ ପ୍ରଭୃତି ମୂର୍ତ୍ତି ନିର୍ମାଣ କରାଇ ପୂଜା କରିଥିଲେ। ଏହା ପ୍ରାଚୀନ କିମ୍ବଦନ୍ତୀ। ଏହି ହେତୁରୁ ପୁରୀର ପବିତ୍ରତା ଅନାଦି ସିଦ୍ଧ।